ଦେଖନ୍ତୁ ପାର୍କିଂ ଅବ୍ୟବସ୍ଥା କିଛି ନାହିଁ। ଆମେ ରେଗୁଲାରଲି ଆମେ ମାନେ ଭୁବନେଶ୍ୱର ଯାଉ। ଆଗରୁ ବି ଆମେ ପାର୍କିଂ ଫିସ୍ ଦଉଛୁ। ରାମ ମନ୍ଦିର ପାଖରେ ଯୋଉ ପାର୍କିଂ ସପ୍ ଗୁଡ଼ା ଅଛି, ମଲ୍ ଦୋକାନ ଗୁଡ଼ା ଅଛି, ତାର ପାର୍କିଂ ଫିସ୍ 20 ଟଙ୍କା ଦଉଛୁ, କାରଣ ସେଟା ରୋଡ୍ ସାଇଡ୍ ବୋଲି ପାର୍କିଂ ତାର ସିଏମସି ରୁଲ୍ସ କରିଛି 20 ଟଙ୍କା, 30 ଟଙ୍କା କି ଆମେ 1 ନମ୍ବର ହାଟ ଗଲେ ପାର୍କିଂ ଫିସ୍ ଦଉଛୁ, ଆମେ ଦଉଛୁ। କିନ୍ତୁ ମଲ୍ ମାନଙ୍କରେ ପାର୍କିଂ ନଥାଏ, କାରଣ ମଲ୍ ମାନେ ଯେତେବେଳେ ପରମିଶନ ନିଅନ୍ତି ବିଲ୍ଡିଂ ପ୍ଲାନ୍ ଆପ୍ରୁଭାଲ, ସେତେବେଳେ ସେମାନେ ପାର୍କିଂ ପାଇଁ ସ୍ପେଶାଲ ଗୋଟେ ବେସମେଣ୍ଟ ଛାଡ଼ିଥାନ୍ତି। ତେଣୁ ତାଙ୍କ ନିୟମର ଅଛି ପାର୍କିଂ ସେମାନେ କରିପାରିବେନି। ଆଗରୁ ବହୁତ ହାଇକୋର୍ଟ ଏତେ ଜଜମେଣ୍ଟ ଦେଇଛି, କେରଳ ହାଇକୋର୍ଟ ଦେଇଛି, ଚେନ୍ନାଇ ହାଇକୋର୍ଟ ଦେଇଛି, ଆଗରୁ ବିଡିଏ ବି କରିଥିଲା, ମନା କରିଥିଲା। କିନ୍ତୁ ଏବେ ହଠାତ୍ କ'ଣ ପାଇଁ ସେମାନେ ପାର୍କିଂ ଆଲାଉକୁ ଚାର୍ଜ କରୁଛନ୍ତି ସେଟା ଜଣାପଡୁନି। ତେଣୁକରି ମୁଁ ଯାଇଥିଲି ଏସ୍ପ୍ଲାନେଡ୍ ମଲ୍କୁ, ମତେ ସେମାନେ କହିଲେ ଯେ ହାଇକୋର୍ଟର ଅର୍ଡର, ଯୋଉଟାକି ସେମାନେ ଭୁଲ ତଥ୍ୟ ଦେଇଥିଲେ, କିନ୍ତୁ ହାଇକୋର୍ଟର ସେମିତି କିଛି ଅର୍ଡର ନାହିଁ। ତାପରେ ଅନଫର୍ଚୁନେଟଲି ମୁଁ ତାକୁ ଦେଖିକି ମୋ ସାମାଜିକ ଗଣମାଧ୍ୟମ, ମୋ ସୋସିଆଲ ମିଡିଆ ପେଜରେ ପକେଇଥିଲି। ତ ଆପଣମାନଙ୍କ ଭଳିଆ କିଛି ନିଃସ୍ୱାର୍ଥପର ସାମ୍ବାଦିକ ମାନେ କଥାଟାକୁ ସରୁତ୍ତୋଳନ କରିଛନ୍ତି, ଆପଣମାନେ ଆଜି ଉତ୍ତୋଳନ କରୁଛନ୍ତି। ତ କଥାଟା ରାଜ୍ୟ ସରକାରଙ୍କ କର୍ଣ୍ଣପାତ ହେଉଛି ଯେ ମଲ୍ ମାନଙ୍କର ଇନଫ୍ରାଷ୍ଟ୍ରକ୍ଚର ବିଲ୍ଡିଂରେ ଗୋଟେ ପାର୍କିଂ ସ୍ଲଟ୍ ଥାଏ, ସେମାନେ ସେଟାକୁ ପାର୍କିଂ ଫ୍ରି କରିବା କଥା, କିନ୍ତୁ ସେମାନେ ଏବେ ପାର୍କିଂ ଚାର୍ଜ କରୁଛନ୍ତି। ଚାହିଁଲେ ବି ସେମାନେ ସେଟାକୁ ଚେଞ୍ଜ କରିପାରିବେ, କେମିତି ବାହାର ରାଜ୍ୟରେ ଅଛି। ଯଦି ଆପଣ କିଛି ଗଲେ ମଲ୍କୁ ପାର୍କିଂ କରିକି ଗଲେ, କିଛି କିଣିଲେ, ଆପଣ ସେ ଗାଡ଼ିର ସେମାନେ ମାଗନ୍ତି, ଗାଡ଼ିର ଆପଣ ଦିଅନ୍ତୁ ବୋଲି, ଆପଣ ଗାଡ଼ି ନମ୍ବର ଯୋଉଟା ଦେଇ ପାର୍କିଂ ଫିସ୍ଟା, ସେ ପାର୍କିଂ ଫିସ୍ଟା ସେଥିରୁ ସେମାନେ ୱେଭ୍ ଆଉଟ୍ କରିଦିଅନ୍ତି। ସେଟା ତାଙ୍କର ଥାଏ। ସେମାନେ ଚାହିଁଲେ ସେଇ ମଲ୍ ମାନଙ୍କ ଭୁବନେଶ୍ୱରରେ ସେଇ ମଲ୍ ବାଲା ସେ ସିଷ୍ଟମ କରିପାରିବେ। ନହେଲେ ସିଏମସି ଗୋଟେ ଗାଇଡଲାଇନ୍ସ ଦବ ଯେ କ'ଣ ଆଜ୍ଞା ପାର୍କିଂ କୋଉ ବେସମେଣ୍ଟରେ ହବ, କୋଉ ଗାଇଡଲାଇନ୍ସରେ ହବ, କ'ଣ ନାହିଁ। ତେଣୁ ଯେତେବେଳେ ଭୁଲଟା ହେଲା ଆଜ୍ଞା, ଆମେ ସାଧାରଣ ଲୋକ ହିସାବରେ, ଗୋଟେ ସାମାଜିକ କର୍ମୀ ହିସାବରେ ମୋର ତଥ୍ୟଟା ମୁଁ ସରକାରଙ୍କ ସାମ୍ନାରେ ରଖିଲି, ଆପଣମାନଙ୍କ ସାମ୍ନାରେ ରଖିଲି।